ଜୈବ ବିବିଧତା କାହାକୁ କୁହାଯାଏ? ଯେକୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନକୁ ଜୈବ ବିବିଧତା ବା ଜୀବଜଗତର ବିବିଧତା କୁହାଯାଏ। ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ଜୈବ ବିବିଧତା କାହାର ପରିଣତି? କୋଟି କୋଟି ବର୍ଷର ଜୈବ ପରିବର୍ତ୍ତନର ପରିଣତି। ପୃଥିବୀରେ କେତେ ଜାତିର ଜୀବ ଥିବାର ଅନୁମାନ କରାଯାଇଛି? 15 ଲକ୍ଷରୁ ଅଧିକ। ଟାକ୍ସୋନମିକୁ ଆଉ କ'ଣ କୁହାଯାଏ? ସିଷ୍ଟେମାଟିକ୍ସ। ଟାକ୍ସୋନମି ବା ସିଷ୍ଟେମାଟିକ୍ସ କାହାକୁ କୁହାଯାଏ? ଜୀବମାନଙ୍କ ବିଷୟରେ ଅଧିକା ଜାଣିବା ପାଇଁ ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାର କରି ଶ୍ରେଣୀବିଭାଗ କରାଯାଏ। ଏହି ପଦ୍ଧତିକୁ ବୈଜ୍ଞାନିକ ଭାଷାରେ ଟାକ୍ସୋନମି ବା ସିଷ୍ଟମାଟିକ୍ସ କୁହାଯାଏ।